ନା ସାଇନା, ବୟସ 6 ବର୍ଷ। ଏହି ବୟସରେ ସେ ଅନ୍ଧୁଣୀ ମାର ଆଶା ପାଡ଼ି ଓ ସାନ ଭାଇର ସାହାରା। ସେ ଦୁନିଆ ଦେଖିନି, ହେଲେ ତା ମା ଓ ଭାଇ ପାଇଁ ସେ ହିଁ ଦୁନିଆ। ସବୁଦିନ ସକାଳ ପାଇଲେ ମା ଓ ଭାଇକୁ 11 ନମ୍ବର ମୋ ବସ୍ରେ ବସେଇ ବାଟ କଢ଼େଇ ନେଇ ଆସେ ରାମ ମନ୍ଦିର। ମା ଓଜନ ମେସିନ୍ ପକାଇ ବ୍ୟବସାୟ କରେ, ଆଉ ସେ ସାନ ଭାଇକୁ ସମ୍ଭାଳେ। ଏମିତି ଚାଲେ ତିନି ପ୍ରାଣୀର କୁଟୁମ୍ବ। ସ୍କୁଲ ଯିବାକୁ ତାର ଭାରି ଇଚ୍ଛା। ସାଙ୍ଗସାଥୀ ମେଳରେ ଖେଳି ବୁଲି ନୂଆ ପୋଷାକ ପିନ୍ଧିବାକୁ ବି ମନ। ହେଲେ ଟଙ୍କାର ଅଭାବ ଆଉ ମା ଭାଇର ବୋଝ ସତେ ଯେପରି ତାର ଶୈଶବକୁ ଧୂଳିସାତ୍ କରିଦେଇଛି। ସେ ବି ମା ସହ ଶୀତ କାକର ସହି ବ୍ୟବସାୟରେ ସାହାଯ୍ୟ କରୁଛି। ଏସବୁ ଭିତରେ ବାପାର ସ୍ନେହ ଟିକେ ବି ତା ଭାଗ୍ୟରେ ନାହିଁ। ପ୍ରାୟ 1.5 ବର୍ଷ ହେବ ବାପା ବି ଫେରାର। ଇଚ୍ଛା ଅଛି। ବାବା ପଇସା ଦେଇ ଦେଇଛନ୍ତି, ମୁଁ ଯାଇପାରୁନି। 11ରେ ବସ୍ ଅନ୍ୟପଟେ ସ୍ୱାମୀ ହାତ ଛାଡ଼ି ଦେବା ପରେ ବେସାହାରା ହୋଇପଡ଼ିଛନ୍ତି ଜୟନ୍ତୀ। 7 ବର୍ଷ ତଳେ ବିବାହ କରିଥିଲେ, ଅନେକ ଅସମାରୀ ସ୍ୱପ୍ନ ନେଇ। ହେଲେ ଦୈବ ସେ ବି ଛଡ଼େଇ ନେଲା। ଅଧା ବାଟରେ ସ୍ୱାମୀ ହାତ ଛାଡ଼ି ଚାଲିଗଲା। ହେଲେ ସେ ହାରି ନାହାନ୍ତି, ସ୍ୱାଭିମାନକୁ ବି ଛାଡ଼ି ନାହାନ୍ତି। ପିଲାମାନଙ୍କୁ ବଡ଼ ମଣିଷର କରିବାର ଆଶା ନେଇ ସେ ଓଜନ ମେସିନ୍ କିଣି ବ୍ୟବସାୟ କରୁଛନ୍ତି ଓ ଯାହା ଯେତିକି ହେଲା ସେଥିରେ ନିଜ ସହ ପରିବାରର ଗୁଜୁରାଣ ମେଣ୍ଟାଉଛନ୍ତି। ଏଠି ରାମ ମନ୍ଦିରରେ ବସିକି 3 ବର୍ଷ ହେଲାଣି। ମୁଁ ଏଇ ମେସିନ୍ ଖଣ୍ଡେ ପକେଇକି ପିଲାମାନଙ୍କର ଭଲ ମନ୍ଦ ଖାଇବା ପିଇବା ପିଲାମାନଙ୍କ ଦାୟିତ୍ୱ ମୁଁ ହିଁ ତୁଲଉଛି। ଆଖି ନଥିଲେ ବି ମଧ୍ୟ ମୁଁ ପିଲାମାନଙ୍କୁ ସାନରୁ ଆଜି ପର୍ଯ୍ୟନ୍ତ 1.5 ବର୍ଷ ହେଇଥିଲା ପିଲାକୁ ତାଙ୍କ ବାବା ପଳେଇଛନ୍ତି, ତଥାପି ମୁଁ ସେଇ 1.5 ବର୍ଷ ହେଲେ ବି ମଧ୍ୟ ପିଲାକୁ ପୁଅଟାକୁ ନେଇକି ମୁଁ ରାମ ମନ୍ଦିର ସବୁଦିନେ ମେସିନ୍ ପକେଇକି ବସୁଛି। ମତେ ସମସ୍ତେ ଧମକ ଦିଆଉଛି, ତଥାପି ମୁଁ ସେ ଧମକରେ ସହି ସମ୍ଭାଳିକି ବର୍ତ୍ତମାନ ମୋ ପିଲାମାନଙ୍କର ସାହା ବର୍ଷା ହଉଛି। ସେ ତେଣୁକରି ମୁଁ ସେ ପିଲାମାନଙ୍କ ବଞ୍ଚାଇ ତ ମୋର ମେସିନ୍ ଖଣ୍ଡେ ପକେଇକି ସବୁଦିନ ମୁଁ ରାମ ମନ୍ଦିର ବିକ୍ରି କରୁଛି। ମୋ ଝିଅ ହଉଛି 6 ବର୍ଷର। 6 ବର୍ଷ ହେଲେ ବି ମଧ୍ୟ ମୁଁ 11 ନମ୍ବର ବସ୍, ଆମର ସେପଟେ ଶୈଳେଶ ବିହାରୀ ଯୋଉ ବସ୍ ଯାଉଛି, ମୁଁ ସେଇ ବସ୍ରେ 11 ନମ୍ବର ବସ୍ରେ ଲୋକଙ୍କୁ ପଚାରି ସେ ବସ୍ 11 ନମ୍ବର କହିଲେ ସେ 11 ନମ୍ବର ବସ୍ ଆମେ ଚଢି ଆମ ଯୋଉ ତାରିଣୀ ଶୈଳେଶ ମନ୍ଦିର ସେଇଠି ବୁଲିକି ଆମ ପାବର ଗେଟ୍ ଛକ ଚାଲି। ହଁ, ଘରେ ଅଛି, ଅସ୍ଥାୟୀ ଭାବରେ ସ୍ଥାୟୀ ଦେଇନାହାନ୍ତି। ତେବେ କୌଣସି ସହୃଦୟ ବ୍ୟକ୍ତି ତାଙ୍କୁ ସହାୟତା କରିବାକୁ ଚାହୁଁଥିଲେ ତାଙ୍କୁ ପ୍ରତ୍ୟେକ ଦିନ ଖାରବେଳ ନଗରସ୍ଥିତ ରାମ ମନ୍ଦିର ନିକଟରେ ଦେଖିବାକୁ ପାଇବେ ଏବଂ ସହଯୋଗ ମଧ୍ୟ କରିପାରିବେ। ଭୁବନେଶ୍ୱରରୁ କ୍ୟାମେରା ପର୍ସନ ରାଜୀବଙ୍କ ସହ ଜ୍ୟୋତିମଞ୍ଜରୀ ସାହୁଙ୍କ ରିପୋର୍ଟ, ସରକାର ନ୍ୟୁଜ୍।